सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। काशी राजपुत्र प्रेरित आभिचारिक अग्निमूर्ति को प्रतिहत करी श्रीकृष्ण काशी क्षेत्र को पठाई देइछन्ति। अभिचार यज्ञशाला रे पड़ी ताहा राजपुत्र एवं ऋत्विक मानक ध्वंस करिछि। काशी क्षेत्र भी ध्वस्त होइछि। श्री परीक्षित गोकुल रे थिबा बलरामक विक्रम विषय जानिबाकू कौतूहल प्रकाश करिछन्ति। श्री सुखदेव द्विविध बानर वध कथा कही हस्तिना उत्पाटन कथार उपक्रम करुछन्ति। सुखौवाच कहन्ति व्यासंक नंदन सुन हो रामर विक्रम। थिला जे दुर्योधन राजा लक्ष्मणा ताहार तनुजा। ताहार स्वयंवर काली कृष्ण नंदन जाई बळे। हरिला सांब बलवंत सुंदर जाम्बवती सुत। देखी कन्यार रूप गुण हरिला स्वयंवर गुण। लौकिक राजा थिले चाहि रथे बसिला कन्यानी। जेमंत विक्रम कृष्णर तेमंत कला सांब वीर। देखि ताहार दुष्टपण कोपी कंपिला कुरुराण। देख ए श्रीकृष्णर बळा आंभर मुखे देला कला। आंभंकु करी निमान कुळु हरिला कन्या धन। एमंते करी एक मन भूरि श्रवादी शल्य कर्ण। जुजज्ञ केतु दुर्योधन आराधी अंधर वचन। भीष्म द्रोणंक आज्ञा पाई सकल वीरे सज होई। एकार के महादंभ समर करणी आरंभ। रूप धाइले मन दुखे मिलिले सांबर सम्मुखे। देखि ताहांक दुष्ट चित कृष्ण नंदन बलवंत। निज को दंडे गुण देई रहिला सिंह प्राय होई। बेगे मिलिले कुरु बळ शुभई मुखरा बगोळ। डाकंती धर धर बाणी सिंधु सबद प्राय मणि। सांबकु जिणिबार आसे बेगे मिलिले तार पासे। रुंधिले चारि दिग कोणी कर्ण सहिते घोर रणी। सांब करन्ते गुण घोष सबदी कंपे दश दिश। कर्ण सहिते षडरथी सांबकु बाण बरसन्ति। देखि कुपित कृष्ण सुत बाण बरसे अविरत। देखि ताहार क्षत्रिपण कुरुए कले घोर रण। बिंधि सारथी कले नाश छेदिले असंकर पाश। रथकु कले खंड खंड छेदिले हस्तर कोदंड। विरथ करी ताकु बळे बंधन कले अबहेळे। कन्या सहिते ताकु धरी मिलिले हस्तिना नगरी। कष्टरे कृष्ण सुत जिणी समरे जय प्राय मणि। होइले निर्भय निश्चिंत एबे हो सुण नरनाथ। ब्रह्मानंदन ताहा जानी राम विक्रम परिमाणी। मिलिले द्वारका भुवने राम गोविंद सन्निधाने। उग्रसेनर सभा मध्ये नारद कहे मन खेरे।
ଶୁଣ ଭୋଜ ନୃପବର କୁରୁ ସଭାର ଅବିଚାର ତାହାର କନ୍ୟା ସ୍ୱୟଂବରେ ଶାମ୍ବ ଯେ ଗଲା ତାର ପୁରୀ କନ୍ୟା ବରିଲା ଇଚ୍ଛା ମତେ ଦେଖି କୌରବେ କୋପ ଚିତ୍ତେ କୂଟ ସଂଗ୍ରାମେ ତାକୁ ଧରି ରଖିଲେ ହସ୍ତିନା ନଗରୀ ହେମନ୍ତ କହି କୃଷ୍ଣ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ ନାରଦ ବାକ୍ୟ କର୍ଣ୍ଣେ ଶୁଣି ସମରେ ସଜ ଚକ୍ର ପାଣି ପୁତ୍ର ବନ୍ଧନ ଶୁଣି ରୋଷେ ଦାରୁ କରାଇଲେ ବିଶ୍ୱାସେ ବୋଇଲେ ରଥ ସାଜ ବେଗେ ତା ଶୁଣି ସାଜିଲେ ଯାଦବେ ଉଗ୍ରସେନର ଆଜ୍ଞା ପାଇ ବୀରେ ଚଳିଲେ ସଜ ହୋଇ ଦେଖିଣ ଗୋବିନ୍ଦ ଆଗମ ବୋଲନ୍ତି ପ୍ରଭୁ ବଳରାମ ଏତ ନୁହଁଇ ଭଲ କଥା ବନ୍ଧୁରେ ବିରୋଧ ବ୍ୟବସ୍ଥା ସେ ଯେବେ ନ ଜାଣି ଆଚରି ଆମ୍ଭେ କେମନ୍ତେ ବାଦ କରି ତୁମ୍ଭେ ନ କର ମନେ ରୋଷ ମୁହିଁ ଯେ ତାଙ୍କର ବିଶ୍ୱାସ ଆଜ ହସ୍ତିନା ଯିବି ମୁହିଁ ଉଭୟ କୂଳ ଭାବ ବହି ତୁମ୍ଭେ ନ କର ଆଗମନ ଶୁଣି ରହିଲେ ଭଗବାନ ଏମନ୍ତେ ପ୍ରଭୁ ବଳରାମ ଯାଦବ ବଳ କରି ସାମ ମିଳିଲେ ହସ୍ତିନା ଭୁବନେ ଦୁର୍ଯ୍ୟୋଧନର ଉପବନେ ରାମ ଆଦେଶେ ମନ୍ତ୍ରୀ ବର ଉଦ୍ଧବ ଗଲା କୁରୁପୁର ଦୁର୍ଯ୍ୟୋଧନର ସଭା ମଧ୍ୟେ ନମିଲା ଦ୍ରୁତ ରାଷ୍ଟ୍ରପାଦେ ଭୀଷ୍ମ ଦ୍ରୋଣଙ୍କ ପାଦେ ନମି ବୋଲେ ସୁହୃଦ ଭାବ ଘେନି ଦୁର୍ଯ୍ୟୋଧନଙ୍କୁ କରି ସମ କହିଲା ରାମର ଆଗମ ଶୁଣି ରାମର ଆଗମନ ଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ ସଭାରୁ ଉଠି ଧାତିକାରେ ମିଳିଲେ ରାମର ଛାମୁରେ ବନ୍ଧୁ ସ୍ୱଭାବ ପଣେ ହେଗି ରାମଙ୍କୁ ସଡ଼ ଅର୍ଘେ ପୂଜି କହିଣ ମଧୁର ବଚନ ଆନନ୍ଦ କଲେ ରାମ ମନ ଗୁରୁଙ୍କ ମଧ୍ୟେ ଧୀର ମତି ରାମ ମହିମା ସେ ଜାଣନ୍ତି ଗୁରୁଙ୍କ ମଧ୍ୟେ ହଳ ପାଣି କହନ୍ତି ପ୍ରିୟ ଭାବ ଘେନି ରାଜା ଧୀରାଜ ଉଗ୍ରସେନ ଯେମନ୍ତ ବୋଲିଛି ବଚନ ବେଗେ କରିବ ସେହି ମତ ଆତ୍ମା କୁଶଳ ଯେବେ ଚିନ୍ତ ତୁମେ ଉତ୍ତମ ଶସ୍ତ୍ରଧାରୀ ଧର୍ମର ପଥ ନ ବିଚାରି କପଟ ଯୁଦ୍ଧେ କୃଷ୍ଣ ସୁତ ଧରି ମଣିଲ କୃତ କୃତ୍ୟ ଏ ଅପରାଧ ଆମ୍ଭେ ସହି ବନ୍ଧୁ କୁଶଳ ମନେ ବହି ଆତ୍ମାର ନିନ୍ଦା ପ୍ରାୟ ବାଣୀ ବଳଦେବଙ୍କ ମୁଖୁ ଶୁଣି ବଦନ ଚାହିଁ ଏକେ ଏକେ କୋପେ ବୋଲନ୍ତି ମନ ଦୁଃଖେ ଦେଖ ବିଚିତ୍ର କାଳ ଗତି ଯାହା କହିଲେ ଯଦୁପତି ଚର୍ମ ପାଦୁକା ଗର୍ବ ବହି ଶିର ମୁକୁଟ ଶିଖେ ଯାଇ ଥିବାକୁ କରଇ ବିଚାର ଏମନ୍ତ ଗର୍ବ ଏହାଙ୍କର ଏହାକୁ ଆମ୍ଭେ ବନ୍ଧୁ ପଣେ ରାଜ୍ୟ ସ୍ଥାପିଲୁ ରାଜା ପଣେ ନୁହନ୍ତି ରାଜ ପଣେ ଯୋଗ୍ୟ ଆମ୍ଭର ଦେଲା ବୈଭୋଗ କହନ୍ତି ସୁକ ମୁନି ବର ଶୁଣ ହେ କୁରୁଙ୍କ ବ୍ୟବହାର ଉତ୍ତମ ଜନ ବନ୍ଧୁ ଜନେ ଗର୍ବ ବହିଲେ ଦୁଷ୍ଟ ମନେ ଏମନ୍ତ କୁରୁ ଦୁଷ୍ଟ ବାଣୀ ଶୁଣି କୋପିଲେ ହଳ ପାଣି କୋପେ ଜମର ପ୍ରାୟ ଦିଶି ବୋଲନ୍ତି ପୁଣ ପୁଣ ହସି ଦେଖ ଏ ସଂସାର ବ୍ୟବହାର ସମ୍ପଦ ବଢ଼ଇ ଯାହାର ଅସାଧୁ ପଣ ଆଚରନ୍ତି ଆତ୍ମାର ସୁଖ ନଇଛନ୍ତି ତାଙ୍କ ପ୍ରସଙ୍ଗେ ଦଣ୍ଡହିତ ପଶୁଙ୍କୁ ଲଗୁଡ଼ ଯେମନ୍ତ ଏ ବଡ଼ ଖେଦ ମୋର ମନେ ଉଗ୍ରସେନର ଅପମାନେ କୁରୁଙ୍କ ଭୋଗ ଆମ୍ଭେ ଖାଇ ଧରଣୀ ମଧ୍ୟେ ଦେହ ବହି ଆମ୍ଭେ ସକଳେ ଉପାନହ କୁରୁ ବହନ୍ତି ଶିର ଦେହ